ଆଜି ଚାଲନ୍ତୁ ବନେଇବା ମାଛ ଘାଣ୍ଟ, ସେଇଟା ପୁଣି ମୋ ଷ୍ଟାଇଲରେ। ହାय ଫ୍ରେଣ୍ଡସ୍, ତ ମାର୍କେଟରୁ ମାଛ ପଳେଇ ଆସିଥିଲା। ତାପରେ ସାଙ୍ଗମାନେ ମୁଁ ଭଲସେ ପୁରା ମାଛକୁ ଧୋଇ ଦେଇକି ଲୁଣ ହଳଦୀ ଗୋଳେଇ ଦେଇକି ତାକୁ ଭାଜି ଦେଇଥିଲି ଭଲସେ। ତ ଆପଣ ଘରେ ଯାହା ବି କିଛି ପରିବା ଥିବ ଆପଣ କାଟିପାରିବେ। ତ ମୁଁ ଏଠି କାଟିଛି ମାଟି ଆଳୁ, ଆଳୁ, କଖାରୁ, ଭଣ୍ଡା, ବିଟ୍, ଗାଜର ଆଉ ବିନ୍ସ ଏହା କାଟି ଦେଇଥିଲି। ତାପରେ ସାଙ୍ଗମାନେ ପରିବାକୁ ରେଡ଼ି କରିଦେଲି କାଟି କୁଟିକି। ତାପରେ ସାଙ୍ଗମାନେ ଦେଖନ୍ତୁ ଏଠି ମୁଁ ଅଦା ରସୁଣ ପିଆଜ ତାକୁ ପେଷ୍ଟ କରିଦେଇଥିଲି। ତାପରେ ଦେଖନ୍ତୁ ସାଙ୍ଗମାନେ ତେଲ ପକାଇ ଏଠି ଲଙ୍କା ଦୁଇଟା ପକାଇଦେଲି, କଞ୍ଚା ଲଙ୍କା, ତାପରେ ସଣ୍ଡା, ତାପରେ ପିଆଜ ପକାଇ ଟିକେ ଭାଜିଦେଲି। ତାପରେ ସାଙ୍ଗମାନେ ମସଲାକୁ ରେଡ଼ିକି ରଖିଥିଲି ତାକୁ ବି ପକାଇଦେଲି, ଟମାଟୋ ପକାଇଦେଲି। ତାମାନେ ଏଠି ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ମିଟ୍ ମସଲା ଆଉ ଚିକେନ୍ ମସଲା ତାକୁ ବି ପକାଇଦେଲି। ତାପରେ ଦେଖନ୍ତୁ ମସଲା ଟିକେ ହେଇସାରିଲା ପରେ ଏଠି ମୁଁ ପକାଇଦେଲି ପରିବା ରଖିଥିଲି କାଟିକି ପକାଇ ଦେଇଥିଲି। ତ ସାଙ୍ଗମାନେ ଗୋଟାଏ କୋବି ଗୋଟେ ଥିଲା ତାକୁ ପକାଇ ଦେଇଛି। ଆପଣ କହିବେ କୋବି କ'ଣ ପାଇଁ କହିଲାନି। ତାପରେ ପରିବାଟା ଟିକେ ହେଇସାରିଲା ପରେ ଦେଖନ୍ତୁ ମାଛ ଭାଜିକି ରଖିଥିଲି ଲାଞ୍ଜ ମୁଣ୍ଡ ଆଉ ତାକୁ ବି ପକାଇଦେଲି। ଆପଣ ଚାହିଁଲେ ପରିବା ଦେଖିକି ମାଛ କମ୍ ବେଶୀ ପକାଇ ପାରିବେ। ତ ସାଙ୍ଗମାନେ ଦେଖନ୍ତୁ ଏଠି ବୁଟ ଡାଲି ବି ତାକୁ ବି ପକାଇଦେଲି, ବୁଟ ଡାଲି ଆଉ ମସୁର ଡାଲି। ତାପରେ ତାକୁ ଟିକେ କଷିଦେଲି। ତାପରେ କଷି ସାରିଲା ପରେ ଦେଖନ୍ତୁ ପାଣି ଦେଇଦେଲି ତାକୁ ସିଝିବା ପାଇଁ ଛାଡ଼ି। ସାଙ୍ଗମାନେ ଦେଖନ୍ତୁ ଆମ ତରକାରୀ ଟିକେ ଫୁଟି ଆସିଲାଣି, ଫୁଟୁଛି ତରକାରୀ। ତାପରେ ସାଙ୍ଗମାନେ ଦେଖନ୍ତୁ ତରକାରୀ ମସଲା ଯେତେବେଳେ ପକାଇଲି ମୁଁ ଆପଣ ଭୁଲି ଯାଇଛି କହିବାକୁ, ତ ସେତେବେଳେ ମୁଁ ଗରମ ମସଲା ପକାଇ ଦେଇଥିଲି। ତ ଆପଣ ଚାହିଁଲେ ତରକାରୀ ଓହ୍ଲେଇଲା ବେଳେ ଗରମ ମସଲା ପକାଇ ପାରିବେ। ତ ସାଙ୍ଗମାନେ ଦେଖନ୍ତୁ ଆମର ରେଡ଼ି ହେଇଯାଇଛି ଗରମା ଗରମ ମାଛ ଘାଣ୍ଟ। ସାଙ୍ଗମାନେ ଏମିତି ଘାଣ୍ଟ ଆପଣ ଘରେ କରିକି ଖାଇଛନ୍ତି କି ନାହିଁ ଆଉ ମୋତେ କମେଣ୍ଟରେ ମୋତେ ନିଶ୍ଚୟ ଜାଣିବେ। ତ ସାଙ୍ଗମାନେ ମୋ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗେ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।